ଲକ୍ଷପତି ଦିଦି ଯୋଜନା। ଏହି ଯୋଜନାଟି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଯୋଜନାରେ ଦେଶର ସମସ୍ତ ମହିଳାମାନେ ଏଥିରେ ଲାଭ ନେଇପାରିବେ। ଏହି ଲକ୍ଷପତି ଦିଦି ଯୋଜନାରେ 1 ଲକ୍ଷରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ। ଏଥିରେ ଆବେଦନ ପ୍ରକ୍ରିୟା ଅନଲାଇନ୍ ଓ ଅଫଲାଇନ୍ ମଧ୍ୟ ରହିଛି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ମୀ ଦିଦି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ 1 ଲକ୍ଷରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ, ଯାହାଦ୍ୱାରା ସେମାନେ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ 1 କୋଟିରୁ ଅଧିକ ମହିଳା ଲକ୍ଷ୍ମୀ ଦିଦି ହୋଇଛନ୍ତି। 1 ଫେବୃଆରୀ 2024ରେ ବଜେଟ୍ ଭାଷଣରେ କେନ୍ଦ୍ର ସରକାର 3 କୋଟି ମହିଳା ଲକ୍ଷ୍ମୀ ଦିଦି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ବ୍ୟାପକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଯୋଜନା ମାଧ୍ୟମରେ ମହିଳାମାନେ ସଞ୍ଚୟ କରିବାକୁ ଉତ୍ସାହିତ ହୁଅନ୍ତି। ମହିଳାମାନେ ଏଥିରେ ସହାନୁଭୂତି ପାଆନ୍ତି। ଲକ୍ଷ୍ମୀ ଦିଦି ଯୋଜନା ଅଧୀନରେ ମହିଳାମାନେ ଛୋଟ ଋଣ ପାଇଁ ମାଇକ୍ରୋ କ୍ରେଡିଟ୍ ସୁବିଧା ପାଆନ୍ତି। ଲକ୍ଷ୍ମୀ ଦିଦି ଯୋଜନା ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଥାଏ। ଆହୁରି ମଧ୍ୟ ଯେଉଁ ମହିଳାମାନେ ଉଦ୍ୟୋଗୀ ହେବାକୁ ଚାହାନ୍ତି ସେମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ମୋବାଇଲ ୱାଲେଟ୍ ପରି ଡିଜିଟାଲ ବ୍ୟାଙ୍କିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଯୋଜନା ଲକ୍ଷ୍ୟ ରହିଛି। ଏହି ଯୋଜନାରେ ମହିଳାମାନେ ସୁଲଭ ବୀମା କଭରେଜ ଲାଭ ପାଆନ୍ତି, ଯାହା ସେମାନଙ୍କର ଆର୍ଥିକ ସୁରକ୍ଷା ଯୋଗାଇଥାଏ। ଏହା ତାଙ୍କ ପରିବାରକୁ ମଧ୍ୟ ସୁରକ୍ଷିତ ରଖେ। ଲକ୍ଷ୍ମୀ ଦିଦି ଯୋଜନାରେ ଅନେକ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ମହିଳାମାନଙ୍କୁ ଆତ୍ମବିଶ୍ୱାସ ଦେଇଥାଏ। ଦେଖନ୍ତୁ, ଏହି ଲକ୍ଷ୍ମୀ ଦିଦି ଯୋଜନାରେ ଆବେଦନ ପାଇଁ ଆପଣଙ୍କର ଯୋଗ୍ୟତା କ'ଣ ହେବା ଆବଶ୍ୟକ। ଲକ୍ଷ୍ମୀ ଦିଦି ଯୋଜନା ଅଧୀନରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ଭାରତର ନାଗରିକ ହେବା ଆବଶ୍ୟକ ଓ ଆପଣଙ୍କର ବୟସ 18ରୁ 50 ମଧ୍ୟରେ ହେବା ଆବଶ୍ୟକ। ସ୍ୱୟଂସହାୟକ ଗୋଷ୍ଠୀରେ କାର୍ଯ୍ୟ କରୁଥିବା ମହିଳାମାନେ ଏହି ଯୋଜନା ଦ୍ୱାରା ଉପକୃତ ମଧ୍ୟ ହେବେ। ଆବେଦନକାରୀ ମହିଳାଙ୍କ ବାର୍ଷିକ ଆୟ 3 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ସେହି ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି ପଦବୀରେ ରହିବା ଉଚିତ ନୁହେଁ। ଯଦି ଆପଣଙ୍କର ପରିବାରରେ କେହି ସରକାରୀ ଚାକିରି କରୁଛନ୍ତି, ତେବେ ଆପଣ ଏହାର ଲାଭ ନେଇପାରିବେ ନାହିଁ। ଏହା ସହିତ ଯଦି ଆପଣଙ୍କର ବାର୍ଷିକ ଆୟ 3 ଲକ୍ଷରୁ ଅଧିକ, ତେବେ ମଧ୍ୟ ଆପଣଙ୍କୁ ଏଥିରେ ଲାଭ ମିଳିପାରିବ ନାହିଁ। ଏବେ ଜାଣି ରଖନ୍ତୁ, ଏଥିରେ ଆବେଦନ ପାଇଁ ଆପଣଙ୍କୁ କ'ଣ କ'ଣ ଡକୁମେଣ୍ଟ ଦେବାକୁ ପଡ଼ିବ। ଆଧାର କାର୍ଡ଼, ପାନ୍ କାର୍ଡ଼, ଇନକମ୍ ସାର୍ଟିଫିକେଟ୍ ଓ ଠିକଣା ପ୍ରମାଣପତ୍ର ଓ ଶିକ୍ଷାଗତ ପ୍ରମାଣପତ୍ର, ବ୍ୟାଙ୍କ ଖାତା, ପାସପୋର୍ଟ ଆକାରର ଫଟୋ ଓ ମୋବାଇଲ ନମ୍ବର, ଏହିସବୁ ଡକୁମେଣ୍ଟ ଆପଣଙ୍କୁ ଦେବାକୁ ପଡ଼ିବ। ଏଥିରେ ଆପଣ ଅନଲାଇନ୍ ମାଧ୍ୟମରେ ଓ ଅଫଲାଇନ୍ ମାଧ୍ୟମରେ ଆପ୍ଲାଏ ମଧ୍ୟ କରିପାରିବେ। ଯଦି ଆପଣ ଏଥିରେ ଆବେଦନ ପାଇଁ ଯୋଗ୍ୟ, ଆପଣମାନଙ୍କ ପାଖରେ ଏହିସବୁ ଡକୁମେଣ୍ଟ ଅଛି, ତେବେ ଯାଇ ଆପଣ ଏଥିରେ ଆବେଦନ କରିପାରିବେ। ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି, କିପରି ଆବେଦନ କରିବେ ଜାଣିପାରୁନାହାନ୍ତି, ତେବେ ଆପଣ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ଅନଲାଇନ୍ ଓ ଅଫଲାଇନ୍ ଦୁଇଟି ଯାକ ପ୍ରୋସେସ୍ ଆଗାମୀ ଭିଡ଼ିଓରେ କହିଦେବି।